କୋଣାର୍କ ମନ୍ଦିର ସତ୍ୟଭୂତ ଘଟଣା। ଭୂତ ଘଟଣା ଏହି ସହିତ ମୁଁ ଘଟିଥିଲା 2005 ମସିହା ଅଗଷ୍ଟ ମାସରେ। ଆଉ ଏଇ ଭିଡ଼ିଓଟା ଆମକୁ ପଠାଇଛନ୍ତି କୋଣାର୍କରେ ରହୁଥିବା କିଶୋର ଭାଇନା। ମୁଁ କିଶୋର। ଆପଣ ଯଦି ଜଗନ୍ନାଥଙ୍କର ଭକ୍ତ ଅଟନ୍ତି ଆପଣ କମେଣ୍ଟରେ ଜୟ ଜଗନ୍ନାଥ ଲେଖନ୍ତୁ। ମୁଁ କିଶୋର। ମୋର କୋଣାର୍କ ମନ୍ଦିର ସାମ୍ନାରେ ଗୋଟିଏ ଛୋଟିଆ ଦୋକାନ ଅଛି। ଯେବେ ରାତି ହୋଇଯାଏ ତେବେ ମୁଁ ଦୋକାନରେ ଶୋଇପଡ଼େ। ଆଉ ହଠାତ୍ ଦିନ ବିଜୁଳି ସହିତ ଘଡ଼ଘଡ଼ି ଆବାଜ ସହିତ ବର୍ଷା ହେଲା। ମୋ ଦୋକାନ ବାହାରରେ ବହୁତ ସାମ୍ନା ପଡ଼ିଥିଲା। ଆଉ ଘଡ଼ଘଡ଼ି ଆବାଜରେ ମୁଁ ଚକିତ ହୋଇକି ଉଠି ପଡ଼ିଲି। ଆଉ ସାମାନ ଯାକ ସବୁ ଆଣିବାକୁ ଲାଗିଲି। ଆଉ ଯେତେବେଳେ ମୁଁ ରଖୁଥାଏ ସାମାନ ସେତେବେଳେ ମୁଁ ହଠାତ୍ ଦେଖିଲି ଯେ କୋଣାର୍କ ଗେଟ୍ଠି କିଏ ଆଜାନା ଆସିବାର କରୁଅଛି। ତାପରେ ମୁଁ ଡରିଗଲି। ମୁଁ ଯେବେ ତା ପାଖକୁ ମୁଁ ଦେଖିକି ପୁରା ଚକିତ ହୋଇଗଲି। ମୁଁ କହିଲି ଯାଉଛି ତା ପାଖକୁ ଟିକେ ଯିବି। ଯେତେବେଳେ ତା ପାଖକୁ ମୁଁ ଯାଇଛି ସେତେବେଳେ ସେ ସେଠି ନଥିଲି। ହେପଟ ସେପଟ ହେଉଥାଏ। ହେପଟ ସେପଟ ହେଲେ ହଠାତ୍ ସେ ଗାୟବ ହୋଇଗଲା। ଗାୟବ ହେବା ଯୋଗୁରୁ କେଉଁଠିକି ଗଲା ମୁଁ ଦେଖିଲି। ଆଉ ମୁଁ ଆଗକୁ ବଢ଼ିବାକୁ ଲାଗିଲି। ଆଗକୁ ବଢ଼ିଲି। ବହୁତ ସମୟ ହୋଇଗଲାଣି। ଆଗକୁ ବଢ଼ିଥାଏ 12:30 ହେଇଥାଏ। ଆଉ ସେତେବେଳେ ମୁଁ ଦେଖିଲି ଯେତେବେଳେ ମୁଁ ପାଖକୁ ତା ଗଲି ସେତେବେଳେ ବିଜୁଳି ସହିତ ଘଡ଼ଘଡ଼ି ଆବାଜ ଦେଲା। ଆଉ ସେତେବେଳେ ସେ ଗାୟବ ହୋଇଗଲା। ମୁଁ ଦେଖିକି ଚକିତ ହୋଇଗଲି। ଆରେ ଏ କୁଆଡ଼େ ଗଲା? ମୁଁ ତ ସାମ୍ନାରେ ଦେଖିଥିଲି ଟିକେ ଦୂରରେ। ଏଇଠି ପୁଣି ସିଡ଼ି ଉପରେ ଥିଲା ପରେ ବର୍ଷା ଘଡ଼ଘଡ଼ି ହେଉଥିଲା। ଘଡ଼ଘଡ଼ି ଆବାଜରେ ସେ କୁଆଡ଼େ ଗାୟବ ହୋଇଗଲା ମୁଁ ବି ଜାଣିପାରିଲିନି। ପୁଣି ଆସିଲା। ଆଉ ମୁଁ ଗାୟବ ହୋଇଗଲା ଯେ ସେ ଗାୟବ ହୋଇଗଲା ଲୋକଟା। ଆଉ ମୁଁ ଦୌଡ଼ି ମୁଁ ଦେଖିଲି ସେ କୁଆଡ଼େ ପଳେଇଲାଣି। ମୁଁ ଦେଖିକି କହିଲି ଆରେ ଇଏ କୁଆଡ଼େ ଗଲା? ମୁଁ ତା ପଛେ ଗଲି। ଯାଇ ଦେଖିଲି ମୁଁ ସେ ନାହିଁ। ଆଉ ସେ କଳା ପଛପଟେ ମୁଁ ଦେଖିଲି ଯେ ସେ ଯାଉଛି। ମୁଁ ତା ପଛେ ବି ଯାଉଛି। ଆଉ ମୁଁ ଦେଖିକି ବହୁତ ଡରିଗଲି। ଆଉ ଡରିଗଲି ଯେ ମୋତେ ଏତିକି ଡର ଲାଗିଲା ଯେ ମୁଁ ଯେମିତି ଲାଗିଲା ମୁଁ ଏଇଠି ବେହୋସ ହେଇଯିବି। ଆଉ ମୁଁ ଯେତେବେଳେ ତା ପଛେ ଯାଉଛି ଆଉ କୋଣାର୍କ ସେ କୁଆଡ଼େ ଗଲା ମୁଁ ତାକୁ ଦେଖିପାରିଲି ନାହିଁ। ଆଉ ସେଠି ଦେଖିଲି ସେ ପୁଣି ଯାଉଥାଏ ପୁଣି ଆସୁଥାଏ। ପୁଣି ମୁଁ ଡରିକି ଦୌଡ଼ି ପଳେଇ ଆଇଲି ମୋ ଦୋକାନ ଆଡ଼କୁ। ପୁରା ଜୋରରେ ଦୌଡ଼ୁଥାଏ। ତାପରେ ମୁଁ ଦୌଡ଼ି ଦୋକାନ ଆଡ଼କୁ ମାଡ଼ିବାକୁ ଆସିଲି। ଆଉ ସେଇଦିନ ହିଁ ମୋତେ ଡର ଲାଗିଲା। ଆଉ ମୁଁ ଦୋକାନକୁ ପୁରା ରିସ୍ରେ ଦୌଡ଼ି ଆସିଲି। ଆଉ ଦୋକାନକୁ ମୁଁ ଗଲି। ଆଉ ମୁଁ ବାହାରକୁ ଆଇଛି ହିଁ ତେବେ ତାପରେ ମୁଁ ପୁରା ଦୌଡ଼ି ଦୋକାନକୁ ଆସିଲି। ଆଉ ଆଜି ସେଇଦିନ ବି ମନେ ପଡ଼େ 2005 ମସିହା ଅଗଷ୍ଟ ମାସରେ କୋଣାର୍କ ମନ୍ଦିର। ମୋତେ ସେଇଦିନ ବହୁତ ଡର ଲାଗେ। ଆଉ ପୁଣି ଦେଖିଲି ସେତେବେଳେ ସେ ମୁଣ୍ଡି ଉପରକୁ ଚଢ଼ି ଯାଉଥାଏ। କୋଣାର୍କ ମନ୍ଦିରକୁ ଚଢ଼ି ଯାଉଥାଏ। ଆଉ ମୁଁ ସେଠି ଡରିକି ମୁଁ ଦୌଡ଼ି ଦୋକାନ ଆଡ଼କୁ ପଳେଇ ଆସିବାକୁ ଲାଗିଲି। ଆଉ ମୁଁ ଦୌଡ଼ି ଆସୁଛି। ଆଉ ବର୍ଷା ବିଜୁଳି ସହିତ ବି ବହୁତ ଡର ଲାଗୁଥାଏ। ମୁଁ ଡରିକି ଦେଖିଲି ଯେ ଗୋଟେ ଛୁଆଟେ ବସିଅଛି ମନ୍ଦିର ଉପରେ। ଆଉ ସେଇଦିନ ହିଁ ମୋତେ ବହୁତ ଡର ଲାଗିଲା। ଆଉ ମୁଁ ଦୌଡ଼ି ଦୋକାନ ଆଡ଼କୁ ଆସିବାକୁ ଲାଗିଲି।
ଆଉ ମୁଁ ଦେଖିକି ଆଶ୍ଚର୍ଯ୍ୟ ହେଇଗଲି, ଏଇଟା କିଏ? ମୁଁ ତ ଆଗରୁ ଆକୁ ଦେଖିନି ସାର୍। ମୁଁ ଯେତେବେଳେ ଏଥିପାଇଁ ମୋତେ ବହୁତ ଡର ଲାଗିଲା। ମୁଁ ଦୌଡ଼ି ଦୌଡ଼ି ଦୋକାନ ଆଡ଼କୁ ପଳେଇବାକୁ ଆସିଲି। ଆଉ ଦୋକାନ ଆଡ଼କୁ ଆସିଲି ଦୌଡ଼ି ଦୌଡ଼ି। ଏତେ ରାତିରେ ମୁଁ ଦୋକାନ ଆଡ଼କୁ ଗଲି ଆଉ କବାଟଟା ବନ୍ଦ କରିଦେଲି। ଆଜି ବି ସେଇ ରାତି ମନେ ପଡ଼େ 2005 ମସିହା ଅଗଷ୍ଟ ମାସରେ। ମୁଁ ଭାବିଲି ଏଇଟା ହେଉଛି ପ୍ରେତାତ୍ମା। ଆରୁ ମୁଁ ଟିକେ ଘରକୁ ପଳେଇ ଆଇଲି ଆଉ ଦେଖିଲି ମୋର ଆଜି ମନେ ପଡ଼େ 2005 ମସିହା ଅଗଷ୍ଟ ମାସରେ ଏହି ପ୍ରେତାତ୍ମା। ମୁଁ ଜାଣିଲି ଏଇଟା ପ୍ରେତାତ୍ମା। ଏଇଟା ମୋତେ ବହୁତ ମନେ ପଡ଼ିଲା। ମୋତେ ତ ବହୁତ ଡର ଲାଗୁଛି। ମୁଁ ବର୍ଷା ଟିକେ ଛାଡ଼ିବାକୁ ଲାଗିଲାଣି। ମୁଁ ଯାଉଛି ଶୋଇପଡ଼ିବାକୁ ଲାଗିଲି। ଆଜି ବି ସେଇ ରାତି ମନେ ପଡ଼େ। ମୁଁ ଭାବିଲି ଏଟା କିଏ? ପ୍ରେତାତ୍ମା ବୋଧେ। ମୋତେ ତ ସେଇ ରାତି ବି ଆଜି ମନେ ପଡ଼େ 2005 ମସିହା ଅଗଷ୍ଟ ମାସରେ। ବହୁତ ଡର ଲାଗିଥାଏ। ବହୁତ ବହୁତ ଡର ଲାଗିଥାଏ। ଲାଇକ୍ ଫଲୋ କରିକି ଯାଇଥିବେ ଏମିତି ଯଦି ଭୂତ ଫିଲ୍ମ ଦେଖିବାର ଅଛି।